ଆମେ ଖୁବ୍ ଶାନ୍ତ ରହିଛନ୍ତି, ଖୁବ୍ ସ୍ଥିର ରହିଛନ୍ତି। ଆମର ଆଖି ବନ୍ଦ ରହିଛି। ଏକ ଦୀର୍ଘ ଶ୍ୱାସଟିଏ ଆମେ ଧୀରେ ଧୀରେ ଗ୍ରହଣ କରୁଛନ୍ତି। ଆମର ନାଭି ମଣ୍ଡଳରେ ଆମେ ବେଶ କିଛି ସମୟ ହୋଲ୍ଡ କରୁଛନ୍ତି, ପୁଣି ଧୀରେ ଧୀରେ ଛାଡୁଛନ୍ତି। ଆମେ ଆମର ହିଡେନ୍ ସିକ୍ରେଟ ଅଫ ସବକନସିୟସ୍ ମାଇଣ୍ଡରେ ଆମେ ଏକ ନିର୍ଦ୍ଧାରଣ କରିଛନ୍ତି, ଆମେ ଏକ ସଂକଳ୍ପ ନେଇଛନ୍ତି, ଆମେ ଏକ ନିଷ୍ପତ୍ତି ନେଇଛନ୍ତି। ଆମେ କେତେ ବର୍ଷ ଆମର ହେଲ୍ଦି ଲାଇଫ ଆମେ ବଞ୍ଚୁଛନ୍ତି, ଆମେ ସେଇ ସଂଖ୍ୟାକୁ ଦେଖୁଛନ୍ତି, ଭିଜୁଆଲାଇଜ କରୁଛନ୍ତି। ଖୁବ୍ ଶାନ୍ତ ଅଛନ୍ତି, ଖୁବ୍ ସ୍ଥିର ରହିଛନ୍ତି। ଯଦି ଆମେ ସଠିକ ଢଙ୍ଗରେ এই ଗାଇଡେଡ ମେଡିଟେସନକୁ ଆମେ ସମାପନ କରୁଛନ୍ତି, ତ ଏ ଦୁନିଆରେ ସମସ୍ତ ଶକ୍ତି ଠାରୁ ଆମେ ଜିତି ଯାଉଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଆମର ସବକନସିୟସ୍ ମାଇଣ୍ଡ, ଆମର ଅବଚେତନ ମନ ଆମକୁ ପ୍ରୋଟେକ୍ଟ କରୁଛନ୍ତି। ପୁରା ରିଲାକ୍ସ ପୋଜିସନକୁ ଆସି ଯାଆନ୍ତୁ। ମୋତେ ଧ୍ୟାନ ସହିତ ଶୁଣନ୍ତୁ। ପୁଣି ଏକ ଗଭୀର ଶ୍ୱାସକୁ, ଏକ ଦୀର୍ଘ ଶ୍ୱାସକୁ ଆମେ ଧୀରେ ଧୀରେ ଗ୍ରହଣ କରୁଛନ୍ତି। ଆମ ନାଭି ମଣ୍ଡଳରେ ଆମେ ହୋଲ୍ଡ କରୁଛନ୍ତି, ପୁଣି ଧୀରେ ଧୀରେ ଆମେ ଛାଡୁଛନ୍ତି। ଖୁବ୍ ସୁନ୍ଦର ଭାବରେ ଏବେ ଆମର ଶ୍ୱାସକ୍ରିୟାକୁ ଆମେ ସ୍ୱାଭାବିକ ସ୍ତରକୁ ଆଣୁଛନ୍ତି। ଆମର ଧ୍ୟାନକୁ ଆମେ ଆମର ଶ୍ୱାସକ୍ରିୟା ଉପରେ କେନ୍ଦ୍ରିତ କରୁଛନ୍ତି। କୋଉଭଳି ଭାବରେ ଆମେ ଶ୍ୱାସକୁ ଗ୍ରହଣ କରୁଛନ୍ତି, କୋଉଭଳି ଭାବରେ ଆମେ ଶ୍ୱାସକୁ ଛାଡୁଛନ୍ତି, ଆମେ ସମ୍ପୂର୍ଣ୍ଣ ଶ୍ୱାସର ଗତି ସହିତ ରହିଛନ୍ତି। ଆମେ ଖୁବ୍ ଶାନ୍ତ ଅଛନ୍ତି। ଆମେ ଅନୁଭବ କରୁଛନ୍ତି, ଆମେ ନିଜେ ନିଜକୁ ଡିମାଣ୍ଡ କରୁଛନ୍ତି, ନିଜେ ନିଜକୁ କମାଣ୍ଡ କରୁଛନ୍ତି। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ଖୁବ୍ ଶାନ୍ତ ରହିଛନ୍ତି, ଖୁବ୍ ସ୍ଥିର ରହିଛନ୍ତି। ଆମେ ଅନୁଭବ କରୁଛନ୍ତି, ଆମର ଶ୍ୱାସକ୍ରିୟା ମାଧ୍ୟମରେ ଆମେ ଏହି ସୃଷ୍ଟିରୁ ପ୍ରତିଟି ମୁହୂର୍ତ୍ତରେ, ପ୍ରତିଟି ସମୟରେ ଏକ ସକାରାତ୍ମକ ଶକ୍ତିକୁ ଗ୍ରହଣ କରୁଛନ୍ତି। ଏକ ପ୍ରାଣଦାୟିନୀ ଶକ୍ତିକୁ ଗ୍ରହଣ କରୁଛନ୍ତି। ଏକ ଅମୃତମୟୀ ଶକ୍ତିକୁ ଗ୍ରହଣ କରୁଛନ୍ତି। ଖୁବ୍ ଶାନ୍ତ ଅଛନ୍ତି, ଖୁବ୍ ସ୍ଥିର ଅଛନ୍ତି। ଆମେ ସମ୍ପୂର୍ଣ୍ଣ ରିଲାକ୍ସ ରହିଛନ୍ତି। ଆମ ପାଦ ଠାରୁ ମଥା ପର୍ଯ୍ୟନ୍ତ ସମସ୍ତ ଅଂଶକୁ ଆମେ ଢିଲା ଛାଡି ଦଉଛନ୍ତି। ଆମେ ସମ୍ପୂର୍ଣ୍ଣ ଭାବରେ ରିଲାକ୍ସ ରହିଛନ୍ତି। ଶରୀରକୁ ପୁରା ଢିଲା ଛାଡି ଦିଅନ୍ତୁ। ଆମେ ସମ୍ପୂର୍ଣ୍ଣ ସାଇଲେଣ୍ଟ ରହିଛନ୍ତି, ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ସମ୍ପୂର୍ଣ୍ଣ ଭାବରେ ଏକ ଶାନ୍ତ ପ୍ରକ୍ରିୟାକୁ ଆମେ ଅନୁଭବ କରୁଛନ୍ତି। ଆମ ଛାତିର ସ୍ପନ୍ଦନକୁ ଆମେ ଅନୁଭବ କରିପାରୁଛନ୍ତି। ଆମେ ତାର ଆନନ୍ଦ ନେଉଛନ୍ତି।
एबे आमे सबुठु सुंदर भावरे सबुठु अधिका रिलैक्स फील करूचंती। मु 5 रु 1 पर्यंत गणुची प्रतिटी गणति परे आमे आहुरी रिलैक्स होचंती आहुरी रिलैक्स होचंती। 5 रिलैक्स हमर मन हमर शरीर संपूर्ण भावरे आमे रिलैक्स करूचंती आहुरी रिलैक्स। 4 धीरे धीरे आमे अल्फा लेवल को जाउचंती। ए अल्फा लेवल होची आमे निदरे नथिबा बा आमे संपूर्ण चेतन अवस्थारे नथिबा आमे सबकॉन्शियस लेवल ले रही जिबा आमे अल्फा लेवल ले रही जिबा आमे अर्ध चेतन मन को जाउचंती। रिलैक्स 3 पुणी रिलैक्स 2 रिलैक्स 1 आमे संपूर्ण भावरे रिलैक्स खूब सुंदर भावरे आमे अनुभव करूचंती। भगवान केते सुंदर भावरे एई सृष्टि रे आम पाई प्रत्येक जिनिस खंजी देइचंती। एठी आमे बंचिबा पाई पानी देइचंती। एठी आमे बंचिबा पाई प्रतिटी मुहूर्त रे श्वास ग्रहण करिबा पाई सुंदर वायु देइचंती। एठी भूमि देइचंती। एठी वृक्ष लता चारु कीटपटे कीतंग प्रत्येक कथा सुंदर नदी सुंदर झरणा सुंदर पर्वत सुंदर जंगल आमर रहिबा पाई बासस्थान खूब सुंदर भावरे रास्ता बहुत 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 जिनिस भगवान देइचंती हमकु आमे संपूर्ण भावरे कृतज्ञता ज्ञापन करूचंती। खूब सुंदर भावरे आमे अनुभव करूचंती समुद्रर गर्जन को आमे सुनी पारुचंती। आमे अनुभव करूचंती आम शरीर रे ठंडा ठंडा पवन बाजुचंती संपूर्ण शांत रहिचंती। एठी आमे दर्शन करूचंती सकाळर सूर्योदय को लालिमामय सूर्य को आमे आमे विजुअलाइज करूचंती आमे दर्शन करूचंती। एक सुंदर बगीचा रे विभिन्न रंगर फूल पक्षी मानकर मधुर राव आमर ऊपरे संपूर्ण भावरे नील आकाश ठंडा ठंडा पवन एवं शांति को खूब सुंदर भावरे आमे अनुभव करूचंती पूरा शांत अनुभव करूचंती। एबे आमे संपूर्ण भावरे आमर अल्फा अवस्था रे रहचंती शांति 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 आमे मनरे शांत अनुभव करूचंती आमर शरीर शांत अनुभव करूचंती आमे संपूर्ण अल्फा लेवल ले रहचंती। आम मनर समस्त सकारात्मक शक्ति को आमे उपयोग करूचंती। आम पाखरे रहिचंती अनंत शक्ति अमाप शक्ति आमर तन आमर मन आमर धन सबु दिन सबु मुहूर्त रे सबु समय रे बढ़ुची आमे सुंदर भावरे अनुभव करूचंती। आमर प्रोफेशन को नहीं आमे आमर कार्य को नहीं प्रत्येक जगह रे मान सम्मान पाउचंती खूब सुंदर भावरे विजुअलाइज आमे करूचंती आमे अनेक जगह रे प्रशंसित होचंती। आमर व्यक्तित्व आमर एते उच्चतर व्यक्तित्व आमर व्यक्तित्व अन्य लोक माने प्रेरणा पाउचंती। खूब सुंदर भावरे एबे धीरे धीरे आमे दर्शन करूचंती आमे जो ड्रीम हाउस नेथिले आमर सुंदर घरटी आमे घरर बाहर ठिया हेचंती आमे जो घर करबा पई स्वप्न देखिथिले से घर आज निर्मित हो सारिचंती।
आमे बाहरु आमर घर को देखुचंती बहुत शांत रहिचंती बहुत स्थिर रहिचंती बहुत खुशी फील करूचंती आमे आमर घर भीतर को धीरे धीरे एंट्री करूचंती केते सुंदर देखंतु संपूर्ण भाव रे आम घर को देखंतु आमर बाउंडरी को देखंतु आमे आमर घर रो बारंडा रे केही केही आमे आमर बालकुनी रे आमे जो जगह खुशी अनुभव करूचंती आमर घर रो सम्मुख रे आमे ठिया हेचंती देखंतु घर सामना रे सुंदर टेंट सज्जित हेचंती चारिआडे सज्जित हेचंती आजी आपणकर जन्मदिन आमे सृष्टि रे केते दिन आमे निरामय सुस्थ जीवन यापन करबा पई आमे स्थिर करिचंती केही 100 रखिचंती केही 105 रखिचंती केही 108 रखिचंती सेही संख्या को आमे विजुअलाइज करूचंती देखंतु पूरा चारिआडे आपणकर फोटो एवं एतिकितम जन्म दिवस र पोस्टर चारिआडे लागिछ सुंदर भाव रे टेंट सज्जित होइचंती देखंतु सुंदर भाव रे आपणकर मंच सज्जित होइछि से मंच रे आपणकर फोटो 105 वर्ष रे 100 वर्ष रे 108 वर्ष रे आपण पूरा स्मार्ट अछंती आपणकर बैनर रे आपणकर फोटो एवं आपण बंचिबा को निष्पत्ति करिथिबा वर्षर बर्थडे सेलिब्रेशन बैनर लागिचंती खूब सुंदर भाव रे आज जन्मदिन पालन पई आपणकर बाउंडरी परिसर रे आपणकर घर पाखरे आज अतिथि को चर्चा पई रोषेर कार्यक्रम चलीचंती सुंदर भाव रे दर्शन करन सब बहुत बढ़िया से सजिया है मंच रे बर्थडे टेबल रही आपणकर जो बर्थडे केक रही से केक रे आपण निरामय जीवन केते वर्ष बंचुचंती सेतिकी इयर्स लेखा है आमे 108 वर्ष बंचिबा पई जदि निष्पत्ति करिसंती देखंतु सुंदर सुंदर कैंडल आपणकर मंच रे 108 टी लागिचंती 108 टी केवल कैंडल को सजित अवस्था रे रखा जायछि चारिआडे आपणकर जन्मदिन संपर्क रे आलोचना चलीछि म्यूजिक बाजुछि समस्त खुशी अछंती धीरे धीरे आज जन्मदिन पालन पई आपणक घर को अतिथि माने आसीबा आरंभ करूछन आपण अतिथि को स्वागत करूछंती खूब सुंदर भाव रे हक करूछंती केवल आपणक संपर्क रे आलोचना चलीछि एते वयस रे आपणकर स्मार्ट चेहरा आपणकर हेल्दी हेल्थ को नहीं समस्तंक भीतर आलोचना चलीछि समस्त खुशी होचंती आपणकर हेल्दी लाइफ को नहीं अनेक आपण को पचारुचंती प्रश्न पचारुचंती आपण हस हस मुहरे आपणकर हेल्दी लाइफ रा रहस्य को बुझौचंती आपण तंग प्रेरणा दौचंती खूब सुंदर भाव रे अनेक नुआ नुआ परफ्यूम रो वासना आसुछ एबे आसंतु खूब सुंदर भाव रे से समय आसी जाइछि आमे हमर बर्थडे केक रो से टेबल पाखो को मंच ऊपर को आसुचंती आपणक सहित आपणक परिवार रो समस्त सदस्य माने रहिचंती आपणकर स्त्री आपणकर स्वामी आपणकर पुओ झियो
ଆପଣଙ୍କର ପୁଅ ବୋହୂ ଝିଅ ଜ୍ୱାଇଁ ନାତି ନାତୁଣୀ ସମସ୍ତଙ୍କୁ ଆପଣ ଦର୍ଶନ କରୁଛନ୍ତି। ଆପଣ ପୁରା ସ୍ମାର୍ଟ ରହିଛନ୍ତି। ସମସ୍ତଙ୍କୁ ଦର୍ଶନ କରୁଛନ୍ତି, ସମସ୍ତଙ୍କର ହସ ହସ ମୁହଁକୁ ଦର୍ଶନ କରୁଛନ୍ତି। ସମସ୍ତେ ଆପଣଙ୍କ ପାଖରେ ରହିଛନ୍ତି। ଖୁବ ସୁନ୍ଦର ଭାବରେ ଯୋଉ 108ଟି କ୍ୟାଣ୍ଡେଲ ସଜିତ ଅଛନ୍ତି, ଆପଣ ଆଜି 108 ଜନ୍ମଦିନକୁ ପାଳନ କରୁଛନ୍ତି। ଖୁବ ସୁନ୍ଦର ଭାବରେ ଗୋଟିଏ ପରେ ଗୋଟିଏ କ୍ୟାଣ୍ଡେଲକୁ ଆପଣ ଜଳାଉଛନ୍ତି। ଖୁବ ସୁନ୍ଦର ଭାବରେ ଗୋଟିଏ ପରେ ଗୋଟିଏ କ୍ୟାଣ୍ଡେଲକୁ ଆପଣ ଜଳାଉଛନ୍ତି। ପୁରା ସ୍ମାର୍ଟ ରହିଛନ୍ତି ଆପଣ। ଏତେ ସ୍ମାର୍ଟ ରହିଛନ୍ତି, ଆଜିର ଅତିଥି ମାନେ କେବଳ ଆପଣଙ୍କ ସମ୍ପର୍କରେ ଆଲୋଚନା କରୁଛନ୍ତି। ଆପଣଙ୍କ ମଞ୍ଚ ଆଗରେ ଆପଣ ପରିବାର ସହିତ ରହିଛନ୍ତି। ଆପଣଙ୍କର ମଞ୍ଚ ସାମ୍ନାରେ ଆପଣଙ୍କ ଘରକୁ ଆସିଥିବା ସମସ୍ତ ଅତିଥି ମାନେ ରହିଛନ୍ତି। ଆପଣଙ୍କ ସହରରେ, ଆପଣଙ୍କ ଗାଁରେ କେବଳ ଆପଣଙ୍କର ସୁସ୍ଥ ନିରାମୟ ଜୀବନର ରହସ୍ୟକୁ ନେଇ ଆଲୋଚନା ଚାଲିଛି। ଏବେ ଖୁବ ସୁନ୍ଦର ଭାବରେ ଆପଣ କେକ୍ କାଟୁଛନ୍ତି। ଆପଣଙ୍କୁ ସମସ୍ତେ କେକ୍ ଖୋଇ ଦଉଛନ୍ତି, ଆପଣ ବି କେକ୍ ଖୋଇ ଦଉଛନ୍ତି। ଏକ ଖୁସିର ମାହୋଲ ଚାଲିଛି। ପୁରା ମଞ୍ଚ ସାମ୍ନାରେ ସମସ୍ତେ ଗୋଟିଏ କଥାକୁ କହୁଛନ୍ତି, ହାପି ବାର୍ଥଡେ ଟୁ ୟୁ, ହାପି ବାର୍ଥଡେ ଟୁ ୟୁ, ହାପି ବାର୍ଥଡେ ଟୁ ୟୁ, ହାପି ବାର୍ଥଡେ ଟୁ ୟୁ। ଦେଖନ୍ତୁ ଖୁବ ସୁନ୍ଦର ଭାବରେ ମ୍ୟୁଜିକ ଚାଲିଛି। ଆପଣ ନାଚୁଛନ୍ତି, ଆପଣଙ୍କ ପରିବାରରେ ସମସ୍ତେ ରହିଛନ୍ତି ଆପଣଙ୍କ ସହିତ, ସମସ୍ତେ ନାଚୁଛନ୍ତି। ମଞ୍ଚ ଆଗରେ ଥିବା ସମସ୍ତ ଅତିଥି ମାନେ କେବଳ ନାଚୁଛନ୍ତି, କେବଳ ନାଚୁଛନ୍ତି। ସମସ୍ତେ ଆପଣଙ୍କୁ ହାପି ବାର୍ଥଡେ କହୁଛନ୍ତି। ଧୀରେ ଧୀରେ ଅତିଥି ମାନେ ଜଣଙ୍କ ପରେ ଜଣେ ମଞ୍ଚ ଉପରକୁ ଆସୁଛନ୍ତି। ଆପଣ କାହା ସହିତ ହାତ ମିଳଉଛନ୍ତି, କାହାକୁ ହକ୍ କରୁଛନ୍ତି, କାହାକୁ ଆଶୀର୍ବାଦ ଦଉଛନ୍ତି। ସମସ୍ତେ ଆପଣଙ୍କ ପାଇଁ କିଛି ନା କିଛି ଉପହାର ଆଣିଛନ୍ତି, ଆପଣ ସେ ଉପହାରକୁ ରିସିଭ କରୁଛନ୍ତି। ସମସ୍ତେ ଆପଣଙ୍କର ଶୁଭ ମନାସୁଛନ୍ତି। ଆପଣଙ୍କର ସମ୍ପୂର୍ଣ୍ଣ ପରିବାର ଏ ମଜା ନଉଛନ୍ତି, ସମ୍ପୂର୍ଣ୍ଣ ପରିବାର ଏ ଖୁସିକୁ ନଉଛନ୍ତି। ଖୁବ ସୁନ୍ଦର ଭାବରେ ସମସ୍ତ ଅତିଥି ଜଣକ ପରେ ଜଣେ ସମସ୍ତଙ୍କ ଠାରୁ ଆମେ ଉପହାର ଗ୍ରହଣ କରୁଛନ୍ତି। ଆମେ ସମସ୍ତଙ୍କ ସହିତ ପଦେ ଦୁଇ ପଦ କଥା ହଉଛନ୍ତି। ଗୋଟେ ପଟେ ଆପଣଙ୍କର ନୂଆ ଘର, ଗୋଟେ ପଟେ ଆପଣଙ୍କର ବାର୍ଥଡେ ସେଲିବ୍ରେସନ ଖୁବ ସୁନ୍ଦର ଭାବରେ ଚାଲିଛନ୍ତି। ଆମେ ପରିବାର ସହିତ ଧୀରେ ଧୀରେ ମଞ୍ଚରୁ ଓହ୍ଲଉଛନ୍ତି। ଦେଖୁଛନ୍ତି ସମସ୍ତେ ଆମ ପରିବାର ସହିତ ଅତିଥି ମାନଙ୍କର ଭୋଜନ ସ୍ଥଳକୁ ଆମେ ଯାଉଛନ୍ତି। ଖୁବ ସୁନ୍ଦର ଭାବରେ ଭୋଜନ ପ୍ରକ୍ରିୟା ଚାଲିଛି। ଆମେ ଯେମିତି ଆମ ଘରକୁ ଅତିଥି ଆସିଲେ ଆମେ ସମସ୍ତଙ୍କୁ ପଚାରି ବୁଝୁଛନ୍ତି, ଖାଇବା କେତେ ସୁନ୍ଦର ହେଇଛି, ଖାଇବା କେତେ ଆନନ୍ଦମୟ ହେଇଛି, ଖାଇବା କେତେ ଆତ୍ମତୃପ୍ତି ଲାଭ କରୁଛି, ଆଉ କେହି କିଛି ଖାଇବେ କି? ଆପଣ ବୁଲୁଛନ୍ତି, ଦେଖୁଛନ୍ତି, କାହାଙ୍କୁ ଶ୍ରଦ୍ଧାରେ ଗୋଟେ ମିଠା ଆଣି ଖୋଇ ଦଉଛନ୍ତି। ପୁରା ହସ ଖୁସିର ମାହୋଲ ଚାଲିଛି। ଏବେ ସୁନ୍ଦର ଭାବରେ ଆପଣଙ୍କର ସେଇ ମଞ୍ଚ ଉପରେ ଅନ୍ତାକ୍ଷରୀ ପ୍ରତିଯୋଗିତା ଚାଲିଛି, ଭଜନ ଚାଲିଛି ଆପଣଙ୍କର ଜନ୍ମଦିନ ପାଳନ ଉପଲକ୍ଷେ। ଖୁବ ସୁନ୍ଦର ଭାବରେ, ଖୁବ ସୁନ୍ଦର ଭାବରେ ଅନେକ ଲୋକ ଆପଣଙ୍କ ସହିତ ସେଲ୍ଫି ନଉଛନ୍ତି। ଅନେକ ଲୋକ ଆପଣଙ୍କ ସହିତ ସେଲ୍ଫି ନଉଛନ୍ତି, କେହି କେହି ପରିବାର ସହିତ ଆପଣଙ୍କର ଫଟୋ ଉଠାଉଛନ୍ତି। ସମସ୍ତଙ୍କ ପାଖରେ ସେଇ ଗୋଟିଏ ଆଲୋଚନା, ଆପଣଙ୍କର ସୁସ୍ଥ ନିରାମୟ ଦୀର୍ଘ ଜୀବନକୁ ନେଇ।
ଆପଣଙ୍କର ସମସ୍ତ ପରିବାର ଆପଣଙ୍କ ସହିତ ଅଛନ୍ତି। ଆପଣ ଫ୍ୟାମିଲି ଫଟୋ ଉଠାଉଛନ୍ତି। ଧୀରେ ଧୀରେ ଖାଇବା ପିଇବା କାର୍ଯ୍ୟକ୍ରମ ସରୁଛି। ଅତିଥି ମାନେ ଧୀରେ ଧୀରେ ବିଦାୟ ନେଉଛନ୍ତି। ଆମେ ସମସ୍ତଙ୍କୁ ଗେଟ୍ ପର୍ଯ୍ୟନ୍ତ ଛାଡିବା ପାଇଁ ଯାଉଛନ୍ତି। ଅତିଥି ମାନେ ଆପଣଙ୍କ ଠାରୁ ବିଦାୟ ନେଇ ଯାଉଛନ୍ତି। ଏବେ ସମ୍ପୂର୍ଣ୍ଣ ସମସ୍ତ ଅତିଥି ମାନେ ଯାଇଛନ୍ତି। ଖାଇବା ପିଇବା ସରିଯାଇଛି। ଆପଣ ଏଇ ଯୋଉ ସୁନ୍ଦର ଘର, ଆପଣଙ୍କର ସୁନ୍ଦର ଘରେ ପୁରା ପରିବାର ସହିତ ବସିଛନ୍ତି। ସମ୍ପୂର୍ଣ୍ଣ ପରିବାର, ଆପଣଙ୍କର ସ୍ୱାମୀ, ଆପଣଙ୍କର ସ୍ତ୍ରୀ, ଆପଣଙ୍କର ପୁଅ ଝିଅ, ବୋହୂ ଜୋଇଁ, ନାତି ନାତୁଣୀ, ଆପଣଙ୍କର ସମ୍ପୂର୍ଣ୍ଣ ପରିବାରକୁ ଆମେ ଦର୍ଶନ କରୁଛନ୍ତି। ଆମେ ସମ୍ପୂର୍ଣ୍ଣ ପରିବାର ସହିତ ବସିଛନ୍ତି। ଆଜି ଯୋଉ ବାର୍ଥଡେ ସେଲିବ୍ରେସନ ହେଇଥିଲା ତା ସମ୍ପର୍କରେ ଆମେ ସମସ୍ତେ ନିଜ ସହିତ କଥା ହଉଛନ୍ତି। ନିଜ ନିଜ ଭିତରେ କଥା ହଉଛନ୍ତି କେତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ହେଇଛି। ଦେଖନ୍ତୁ ଗୋଟେ ଘର ପୁରା ଫୁଲ ହେଇଛି ଆପଣଙ୍କର ଗିଫ୍ଟରେ। ପୁରା ଶାନ୍ତ ଅଛନ୍ତି, ପୁରା ସ୍ଥିର ଅଛନ୍ତି। ଦୀର୍ଘ ସମୟ ଆମେ ଆଲୋଚନା କରୁଛନ୍ତି। ଖୁବ ସୁନ୍ଦର ଭାବରେ এই ସୁସ୍ଥ ନିରାମୟ ଜୀବନ ପାଇଁ ଆମେ ଭଗବାନଙ୍କ ପାଖରେ କୋଟି କୋଟି ପ୍ରଣାମ କରୁଛନ୍ତି। କୋଟି କୋଟି ପ୍ରଣାମ କରୁଛନ୍ତି। ନିଜକୁ ନିଜେ ବହୁତ ବହୁତ ଧନ୍ୟବାଦ ମନେ କରୁଛନ୍ତି। ଖୁବ ସୁନ୍ଦର ଭାବରେ ଏବେ ଆମେ ନିଜ ନିଜ ରୁମକୁ ଯାଉଛନ୍ତି। ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରି ଆମେ ନିଜ ନିଜ ରୁମକୁ ଯାଉଛନ୍ତି, ରେଷ୍ଟ ନଉଛନ୍ତି। ଆମେ ଶୋଇପଡ଼ିଛନ୍ତି। ଆମର ବିଛଣାକୁ ଯାଇଛନ୍ତି, ଶୋଉଛନ୍ତି। ଈଶ୍ୱରଙ୍କୁ ଧନ୍ୟବାଦ ଦଉଛନ୍ତି। ଖୁବ ସୁନ୍ଦର ଭାବରେ ଧନ୍ୟବାଦ ଦଉଛନ୍ତି এই ସୁସ୍ଥ ନିରାମୟ ଜୀବନ ପାଇଁ। ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ବିଶ୍ୱ ଶକ୍ତି। ମୁଁ ପୁଣି 1ରୁ 5କୁ ଗଣୁଛି। ଏଇ 1ରୁ 5କୁ ଯେତେବେଳେ ଆମେ ଆସୁଛନ୍ତି, ଆମେ ଆଲଫା ଅବସ୍ଥାରୁ ଧୀରେ ଧୀରେ ପୁଣି ବାହାରକୁ ଆସୁଛନ୍ତି। ଆମର ଚେତନ ମନକୁ ଆସୁଛନ୍ତି। ଆମର ଜାଗ୍ରତ ମନକୁ ଆସୁଛନ୍ତି। 1, 2, 3 ଆମେ ବାହାରକୁ ଆସୁଛନ୍ତି। ଆମର ଚେତନ ମନକୁ ଆସୁଛନ୍ତି। 4, 5 ଆମେ ସମ୍ପୂର୍ଣ୍ଣ ଭାବରେ ଜାଗ୍ରତ ମନରେ ରହିଛନ୍ତି। ସମ୍ପୂର୍ଣ୍ଣ ଭାବରେ ଚେତନ ମନରେ ରହିଛନ୍ତି। ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛନ୍ତି। ଆମର ଜନ୍ମଦାତା, ଆମର ଜନ୍ମଦାତ୍ରୀ, ଆମର ଗୁରୁଙ୍କୁ, ଆମର ଗୁରୁଜନ ମାନଙ୍କୁ ଆମେ ବିଶ୍ୱାସ କରୁଥିବା, ଆମେ ଭକ୍ତି କରୁଥିବା ଭଗବାନ କୋଟି କୋଟି ପ୍ରଣାମ କରୁଛନ୍ତି। ପ୍ରଣାମ କରୁଛନ୍ତି ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ଏ ପଞ୍ଚତତ୍ୱଙ୍କୁ, ଏ ପଞ୍ଚଭୂତଙ୍କୁ ସମସ୍ତଙ୍କୁ କୋଟି କୋଟି ପ୍ରଣାମ କରୁଛନ୍ତି। ଆମେ ସମ୍ପୂର୍ଣ୍ଣ କୃତଜ୍ଞ ରହୁଛନ୍ତି। এই ସୁନ୍ଦର ଅବସର ପାଇଁ ଆମେ ସମସ୍ତଙ୍କ ପାଖରେ ବହୁତ ବହୁତ କୃତଜ୍ଞ ରହୁଛନ୍ତି। ସମ୍ପୂର୍ଣ୍ଣ ଧନ୍ୟବାଦର ସହିତ ଆମେ ହାତକୁ ରଫ୍ କରୁଛନ୍ତି। ଆଖି ଉପରେ କିଛି ସମୟର ହୋଲ୍ଡ, ବହୁତ ଶାନ୍ତ ମନରେ, ବହୁତ ସ୍ଥିର ମନରେ ଏ ହାତକୁ ପ୍ରଥମେ ଦର୍ଶନ କରୁଛନ୍ତି। এই ऊर्जाକୁ ସମ୍ପୂର୍ଣ୍ଣ ଶରୀରରେ ନଉଛନ୍ତି। ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ୟୁନିଭର୍ସ। ଥ୍ୟାଙ୍କ ୟୁ ୟୁନିଭର୍ସ। ଥ୍ୟାଙ୍କ ୟୁ ୟୁନିଭର୍ସ।